ପ୍ଲାଣ୍ଟ ସାଇଟ୍ ପୋଲିସ ଜଣେ ମହିଳାଙ୍କୁ ବେଆଇନ ଭାବରେ ଏକ ପ୍ଲାଷ୍ଟିକ୍ ବ୍ୟାଗରେ 3 କିଲୋଗ୍ରାମ ନିଷିଦ୍ଧ ଗଞ୍ଜେଇ ନେଇ ପରିବହନ କରୁଥିବା ବେଳେ ଗିରଫ କରିଛି। ପ୍ଲାଣ୍ଟ ସାଇଟ୍ ପୋଲିସ ଷ୍ଟେସନ ଅଞ୍ଚଳରେ ନିୟମିତ ପାଟ୍ରୋଲିଂ ସମୟରେ ସବ୍ ଇନ୍ସପେକ୍ଟର ରେବତୀ ସିଂ ଏବଂ ପୋଲିସ କର୍ମଚାରୀମାନେ ବେଆଇନ ନିଶାଦ୍ରବ୍ୟ ରଖିବା ସମ୍ପର୍କରେ ବିଶ୍ୱସ୍ତ ସୂଚନା ପାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନେ ଇନ୍ଦିରାନଗର ବସ୍ତି ରେଲୱେ କଲୋନୀ ରାଉରକେଲା ନିକଟରେ ଏକ NDPS ମାମଲା ଚିହ୍ନଟ କରିଥିଲେ ଏବଂ ଅଭିଯୁକ୍ତ କୁସୁମ କେରକେଟ୍ରା କୌଣସି ଲାଇସେନ୍ସ କିମ୍ବା ଅନୁମତି ବିନା ଏକ ଧଳା ପ୍ଲାଷ୍ଟିକ୍ ବ୍ୟାଗରେ 3 କିଲୋଗ୍ରାମ ନିଷିଦ୍ଧ ଗଞ୍ଜେଇ ବେଆଇନ ଭାବରେ ପରିବହନ କରୁଥିବାର ଖବର ପାଇଥିଲେ ଏବଂ ଏହି ପଦାର୍ଥ ବ୍ୟକ୍ତିଗତ ଲାଭ ପାଇଁ ଜନସାଧାରଣଙ୍କୁ ବେଆଇନ ବିକ୍ରୟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଅଭିଯୋଗ ହୋଇଥିଲା ଏବଂ NDPS ଆଇନର ପ୍ରାସଙ୍ଗିକ ଧାରା ଅନୁଯାୟୀ ବେଆଇନ ନିଶାଦ୍ରବ୍ୟ ରଖିବା ଏବଂ ଚୋରାଚାଲାଣ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।